Hello students, welcome to our channel Master Subhash Puri. ଆଜି ଆଲୋଚନା କରିବା ପ୍ରଥମ ଭାଷା ସାହିତ୍ୟ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା 2025 ସମ୍ଭାବିତ ପ୍ରଶ୍ନ ବିଷୟରେ। ପ୍ରଥମ କଥା ଦେଖ, ଗଦ୍ୟର ଦୀର୍ଘ ଉତ୍ତର ମୂଳକ ତିନିଟା କ୍ୱେଶ୍ଚିନ୍ ଦେଇଛି, ସେ ତିନିଟା କ୍ୱେଶ୍ଚିନ୍ ନିଶ୍ଚିତ ଗୋଟେ ଆସିବ। ପ୍ରଥମ ହେଲା, କାନ୍ତ କବିଙ୍କ ଜୀବନୀର ପରିଚୟ ଦିଅ ଓ ସେ ମୃତ୍ୟୁ ପର୍ଯ୍ୟନ୍ତ କେଉଁ କାମ ସହ ସମ୍ପୃକ୍ତ ଥିଲେ ଦର୍ଶାଅ। ସେକେଣ୍ଡ କ୍ୱେଶ୍ଚିନ୍ ଆସିଲା, ମାତୃଭାଷା ଶିକ୍ଷା ହିଁ ଦେଶ ଓ ଜାତିର ପ୍ରଗତିର ପରିଚାୟକ। ପଠିତ ପ୍ରବନ୍ଧକୁ ଭିତ୍ତି କରି ଆଲୋଚନା କର। ତୃତୀୟ କ୍ୱେଶ୍ଚିନ୍ ଆସିଲା, ବିବେକାନନ୍ଦକୁ ସମାଜ ସଂସ୍କାର ପାଇଁ ପ୍ରେରଣା ଦେଇଥିବା ଘଟଣାବଳୀ ସମ୍ପର୍କରେ ଆଲୋଚନା କର। ଏ ତିନୋଟି ଲଙ୍ଗ ଟାଇପ୍ କ୍ୱେଶ୍ଚିନ୍ ନିଶ୍ଚିତ ଗୋଟେ ଆସିବ। ନେକ୍ସଟ ଦେଖିବା, ପଦ୍ୟର ଦୀର୍ଘ ଉତ୍ତର ମୂଳକ। ଲକ୍ଷ୍ମୀ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ହୋଇଥିବା କଥୋପକଥନ ନିଜ ଭାଷାରେ ଲେଖ। ଏକ। ସେକେଣ୍ଡ କ୍ୱେଶ୍ଚିନ୍ ହେଲା, ରାଘବଙ୍କ ଲଙ୍କାଯାତ୍ରା ଅନୁକୂଳ କବିତାରୁ ରାବଣର କୂଟନୀତି ସମ୍ପର୍କରେ ଆଲୋଚନା କର। 2। 3 ହେଲା, ମାଟି ସର୍ବଂସହା ଏହାର ଯଥାର୍ଥତା ପ୍ରତିପାଦନ କର। ଏ ତିନିଟା କ୍ୱେଶ୍ଚିନ୍ ଲଙ୍ଗ କ୍ୱେଶ୍ଚିନ୍ ପଦ୍ୟରୁ ନିଶ୍ଚିତ ଗୋଟେ ଆସିବ। ନେକ୍ସଟ ଦେଖିବା, ଗଦ୍ୟ ସରଳାର୍ଥ। ସମୟ ସ୍ରୋତରେ ନିଃସହାୟ ଶୁଷ୍କ ତୃଣ ପରି ମୁଁ ଭାସି ଚାଲିଛି। ଏଟା ଜନ୍ମଭୂମି ଆସିଲା। ନେକ୍ସଟ ହେଲା, ବିରାଟ ସାଗର ଆଜି ଦୁର୍ଲଗ୍ନ ହୋଇନାହିଁ କି ତୁଙ୍ଗ ହିମାଳୟ ଦୂର ହୋଇ ରହିନାହିଁ। ସଭ୍ୟତା ବିଜ୍ଞାନ ବିଷୟରେ ଆସିଲା। ଏ ଗଦ୍ୟରେ ସରଳାର୍ଥ ଦିଟାରୁ ନିଶ୍ଚିତ ଗୋଟେ ସରଳାର୍ଥ ଆସିବ। ନେକ୍ସଟ ନମ୍ବର, ପଦ୍ୟ ସରଳାର୍ଥ। ପଦ୍ୟ ସରଳାର୍ଥ ଦେଖିବା, ମରଣ ଦୁଆରେ ଚରଣ ଅରପି ଗାଓରେ ଅମର ଗାନ, ପୋଛି ଦିଅ ମାନବ ଶିରସୁ ସଞ୍ଚିତ ଅପମାନ, ଜାଗ ବନ୍ଧନ ହରା। ଏହି ପଦ୍ୟ ସରଳାର୍ଥରେ ଆସିବାର ବହୁତ ସମ୍ଭାବନା ଅଛି। ନେକ୍ସଟ, ପୂତ ପୟୋଧି ବିଦ୍ୱୈତ ଶରୀରା ତାଳ ତମଳ ସୁଶୋଭିତ ତୀରା ବନ୍ଦେ ଉତ୍କଳ ଜନନୀ। এই ପଦ୍ୟର ସରଳାର୍ଥ ଦିଟା ମଧ୍ୟରୁ ଗୋଟାଏ ନିଶ୍ଚିତ ଆସିବ। ତାପରେ ଦେଖିବା ପ୍ରବନ୍ଧ। ଦେଖିବା, ପ୍ରବନ୍ଧ ଆସିବ। 5ଟା ପ୍ରବନ୍ଧ ଦିଆଯାଇଛି। ପାଞ୍ଚଟା ପ୍ରବନ୍ଧରୁ ନିଶ୍ଚିତ ଗୋଟେ ଆସିବ। ସୁଭଦ୍ରା ଏକ ଆତ୍ମନିର୍ଭରଶୀଳ ଯୋଜନା। ମୋବାଇଲ ବିଜ୍ଞାନର ଏକ ଚମତ୍କାରିତା। ହିନ୍ଦୁ ଧର୍ମରେ କୁମ୍ଭମେଳାର ଗୁରୁତ୍ୱ। ବୃକ୍ଷ ହିଁ ଜୀବନ। ସଡ଼କ ସୁରକ୍ଷା ଜୀବନ ରକ୍ଷା। ଏ 5ଟି ରଚନା ଭିତରୁ ନିଶ୍ଚିତ ଗୋଟେ ଆସିବାର ସମ୍ଭାବନା ଅଛି। ଯେତିକି କ୍ୱେଶ୍ଚିନ୍ ଦିଆହେଲା, ପ୍ରୋଜ୍, ପୋଏଟ୍ରି, ଲଙ୍ଗ ଟାଇପ୍, ପ୍ରୋଜ୍ ସରଳାର୍ଥ, ପଦ୍ୟ ସରଳାର୍ଥ ରଚନା 2025 ବୋର୍ଡ ପରୀକ୍ଷାରେ ସାହିତ୍ୟରେ ନିଶ୍ଚିତ ଏସବୁ କ୍ୱେଶ୍ଚିନ୍ ଆସିବ।